ମା ଆମେ ଆଲୋଚନା କରିବା ଆଜି ଚିରନ୍ତନୀ ବହିର ପୃଷ୍ଠା 287। ଗତକାଲି ଆମେ ପଢିଥିଲେ ଭଲ ଭାବେ ଭଲ ପାଇବାକୁ ଚାହଁ। ଆଜି ପଢିବା କିପରି ଭଲ ପାଇବାକୁ ହୁଏ ଜାଣ। ମା ଲେଖୁଛନ୍ତି, ଭଲ ପାଇବାର ପ୍ରଥମ ସୋପାନ ହେଲା ସ୍ୱାର୍ଥପର ହୁଅ ନାହିଁ। ଏହା ସମସ୍ତଙ୍କ ପାଇଁ ଏକ ଗୁଣ ହେବା ଉଚିତ। କେବଳ ଯୋଗ ସାଧକ ମାନଙ୍କ ପାଇଁ ନୁହଁ, ସାଧାରଣ ଜୀବନରେ ମଧ୍ୟ ଏହା ଅତ୍ୟନ୍ତ ଆବଶ୍ୟକ। କେହି ଯଦି କିପରି ଭଲ ପାଇବାକୁ ହେବ ଜାଣିବାକୁ ଚାହେଁ, ତେବେ ତାର ପ୍ରଥମେ ନିଜକୁ ଭଲ ପାଇବା ଉଚିତ ନୁହେଁ। ସ୍ୱାର୍ଥପର ଭାବେ କେବଳ ନିଜକୁ ଭଲ ପାଇବା ଉଚିତ ନୁହେଁ। ତୁମେ ତୁମ ପ୍ରେମାସ୍ପଦଙ୍କ ପାଖେ ନିଜକୁ ଦେଇଦେବା ଉଚିତ ଏବଂ ପ୍ରତିବଦଳରେ ତାଙ୍କଠାରୁ କିଛି ଚାହିଁବା ଉଚିତ ନୁହଁ। ନିଜକୁ ଅତିକ୍ରମ କରିବାକୁ ହେଲେ ତୁମକୁ ଏହି ପ୍ରାଥମିକ ସର୍ତ୍ତ ଅବଶ୍ୟ ପାଳନ କରିବାକୁ ହେବ ଏବଂ ଏପରି ଏକ ଜୀବନ ତୁମେ ଯାପନ କରିବ ଯାହା ଆଦୌ ସ୍ଥୂଳ ହୋଇନଥିବ। ଯୋଗ ଉଦ୍ଦେଶ୍ୟରେ ଆମେ ଆଉ କିଛି କଥା ଏ ସମ୍ପର୍କରେ କହିପାରୁ। ମୁଁ ପ୍ରଥମରୁ ତୁମକୁ ଯାହା କହିଥିଲି, ତୁମେ ଏହି ସୀମିତ ମାନବୀୟ ପ୍ରେମ ସମ୍ପର୍କ ଗୁଡ଼ିକର ବାହ୍ୟ ଆବରଣକୁ ଭେଦ କରିବାର ସଂକଳ୍ପ କରିବ ଏବଂ ତା ପଛରେ ଥିବା ଦିବ୍ୟ ପ୍ରେମର ସତ୍ୟକୁ ଆବିଷ୍କାର କରିବ। ତାହେଲେ ଯାଇ ଜଣେ ନିଶ୍ଚୟ ତାର ସୁଫଳ ପାଇବ। ନିଜର ହୃଦୟକୁ ଶୁଷ୍କ କରିଦେବା ଅପେକ୍ଷା ଏହି ଅଭିଜ୍ଞତାଟି ନିଶ୍ଚୟ ଭଲ। ବୋଧହୁଏ ଏହା ଟିକେ କଷ୍ଟକର ବ୍ୟାପାର, କିନ୍ତୁ ଏହା ସବୁ ଦୃଷ୍ଟିରୁ ଉତ୍ତମ ମାର୍ଗ। କାରଣ ଅହଙ୍କାରଗ୍ରସ୍ତ ହୋଇ ଅନ୍ୟମାନଙ୍କୁ କଷ୍ଟ ଦେବା ଅପେକ୍ଷା ତୁମେ ସେମାନଙ୍କୁ ସେମାନଙ୍କ ବାଟରେ ଶାନ୍ତ ଭାବରେ ଛାଡ଼ିଦିଅ। କେବଳ ଏତିକି ଚେଷ୍ଟା କର ଯେ ତୁମେ ଯେପରି ନିଜକୁ ହିଁ ରୂପାନ୍ତରିତ କରି ଚାଲିଥିବ ଏବଂ ଅନ୍ୟ ଉପରେ ତୁମର ସଂକଳ୍ପକୁ ଲଦିଦେବ ନାହିଁ। ଏହି ପ୍ରଣାଳୀଟି ତୁମ ସାଧାରଣ ଜୀବନରେ ମଧ୍ୟ ତୁମକୁ ଗୋଟିଏ ସୋପାନ ଊର୍ଦ୍ଧ୍ୱକୁ ଉଠାଇ ନେବ ଏବଂ ତୁମ ଜୀବନକୁ ଟିକେ ଅଧିକା ସୁସଙ୍ଗତ କରିଦେବ। କିପରି ଭଲ ପାଇବାକୁ ହୁଏ ଜାଣ। ଆମେ ଗତକାଲି ଯୋଉ ସାରିଥିଲେ ଯେ କହିଲେ ଯେ ପୂର୍ଣ୍ଣ ଭାବରେ ଆମ ଭିତରେ ଯୋଉ ଭଲ ପାଇବାଟି ଆସୁଛି ତାକୁ ତାର ପଥରୋଧ କରି ତାକୁ ଚାପି ନ ଦେଇ ତୁମେ ଭଲ ପାଅ। ଯେତେବେଳେ ପ୍ରେମ ଆସୁଛି, ଯେଉଁ ଭାବରେ ଆସୁ ବା ଯେଉଁ ଆକାରରେ ଆସୁନା କାହିଁକି, ତାକୁ ଆସିବାକୁ ଦିଅ। ତା ଭିତରକୁ ପ୍ରବେଶ କର। ତାର ବାହ୍ୟ ଆବରଣକୁ ଛିନ୍ନ କର। ଏଇଠି ସରିଲା। କହିଲେ ପ୍ରବେଶ କର, କିନ୍ତୁ ତାର ବାହ୍ୟ ଆବରଣକୁ ଛିନ୍ନ କର, ଦିବ୍ୟ ବିଧାନଟିକୁ ଆବିଷ୍କାର କର। ଏବଂ ସେଠି ଆଉ ଗୋଟେ କଥା ପୂର୍ବରୁ କହିଲେ, ଯେତେବେଳେ ଆମେ ପୁରା ବନ୍ଦ କରିଦଉଛେ ସେତେବେଳେ ପଥର ହେଇଯିବେ। ଆଉ ଥରେ ପଥର ହେଇଗଲେ କଣ ହବ ନା, ଶତାବ୍ଦୀ ଧରି ଲାଗିଯିବ, ଶହ ଶହ ବର୍ଷ ଲାଗିଯିବ ଆମକୁ ତା ଭିତରୁ ବାହାରିବା ପାଇଁ। ଆଉ ଯୋଉଠି ଭଲ ପାଇବା ଆସିନାହିଁ, ସେଠି ଗ୍ରହଣଶୀଳତା ଆସିନଥାଏ। ତେଣୁ ଗ୍ରହଣଶୀଳତା ଯୋଉଠି ନଥାଏ, ଉଚ୍ଚତର ଶକ୍ତି କାର୍ଯ୍ୟ କରିବ ତା ପାଇଁ ଅସମ୍ଭବ ହୋଇପଡେ। ତେଣୁ କିପରି ଭଲ ପାଇବାକୁ ହୁଏ ଆମକୁ ଜାଣିବା ପାଇଁ ଆରମ୍ଭରେ କହିଲେ ଯେ ଯେତେବେଳେ ଆମେ ଭଲ ପାଇବାକୁ ଆରମ୍ଭ କରୁଛନ୍ତି, ସେତେବେଳେ ସାଧାରଣତଃ ବ୍ୟକ୍ତି ନିଜକୁ ଦେଖି ଭଲ ପାଏ। ଯଦି ମୋ ଯୋଉ ଚିନ୍ତାଧାରା, ଯୋଉ ଭାବଧାରାରେ ମତେ ଭଲ ଲାଗୁଛି, ସେଇ ପ୍ରକାରର ବ୍ୟକ୍ତି ଯଦି ହେଇଥିବ, ତେବେ ମୁଁ ତାକୁ ଭଲ ପାଏ। ସେଠି କଣ ହୁଏ, ଆମର ସ୍ୱାର୍ଥପରତାର ସେଟା ଗୋଟେ ଲକ୍ଷଣ। ନିଜକୁ ଆମେ କେବଳ ତା ପାଖରେ ଦେଖୁ, ସ୍ୱାର୍ଥପର। ସେଥିପାଇଁ ପ୍ରଥମ ସୋପାନ ହେଲା ତୁମେ ସ୍ୱାର୍ଥପର ହୁଅ ନାହିଁ। ଆଉ ସେଥିପାଇଁ ସେଠି କହିଲେ କଣ, ନିଜକୁ ଭଲ ପାଅ ନାହିଁ। ଏଠି ନିଜକୁ ଭଲ ପାଇବା ଉଚିତ ନୁହଁ ବୋଲି ଯୋଉ କହୁଛନ୍ତି, ତା ଅର୍ଥ କୁହା ହଉଛି ନିଜକୁ ଘୃଣା କରିବ ବୋଲି।
ଆମେ ଯୋଉ ନିଜକୁ ଭଲ ପାଇବା ଉଚିତ ନୁହଁ ବୋଲି କୁହାଯାଉଛି, ଆମର ଯୋଉ ଗୁଣାବଳୀ ରହିଛି ଆମେ ତାକୁ ବା ତା ପ୍ରତି ଏତେ ଆସକ୍ତ ଥାଉ ଯେ ଆମେ କହୁ ସେଇଟା ହିଁ ସର୍ବଶ୍ରେଷ୍ଠ, ସେଇ ପ୍ରକାରର ବ୍ୟକ୍ତି ହିଁ ଭଲ ଲୋକ। ତେବେ ସେଠି ଆମେ କଣ ହଉଛନ୍ତି ଯେ ସ୍ୱାର୍ଥପର ହଉଛନ୍ତି, ଏବଂ ସେଇଠି କୁହାଯାଉଛି ଯେ ନିଜକୁ ଭଲ ପାଇବା ଉଚିତ। ତାପରେ ସେଇଥିପାଇଁ ତା ସାଙ୍ଗେ ସାଙ୍ଗେ ତା ସହିତ ଲାଇନ ଯୋଡ଼ିଲେ କଣ, ସ୍ୱାର୍ଥପର ଭାବେ କେବଳ ନିଜକୁ ଭଲ ପାଇବା ଉଚିତ। ଲାଷ୍ଟ ପାରାଗ୍ରାଫରେ ଏଠି କହିଲେ ଦେଖିବେ ଯେ ଅହଙ୍କାରଗ୍ରସ୍ତ ହୋଇ ଅନ୍ୟମାନଙ୍କୁ କଷ୍ଟ ଦେବା ଅପେକ୍ଷା ତୁମେ ସେମାନଙ୍କୁ ସେମାନଙ୍କ ବାଟରେ ଶାନ୍ତ ଭାବରେ ଛାଡ଼ି ଦିଅ। ଯୋଉମାନେ ସ୍ୱାର୍ଥପର ହେଇଥାନ୍ତି, ଯୋଉମାନେ କେବଳ ନିଜକୁ ଭଲ ପାଆନ୍ତି, ନିଜ ବ୍ୟତିରେକ ଆଉ କିଛି ତାଙ୍କୁ ସଂସାରରେ ନଥାଏ, ଆପଣ ଦେଖିବେ ସେ ଆପଣଙ୍କ ସହିତ କଥା ହେଲେ ମଧ୍ୟ ସେ ତା ଭିତରେ ତାଙ୍କର ସ୍ୱାର୍ଥକୁ ହିଁ ଦେଖୁଥିବେ। ଆପଣଙ୍କ ସହିତ ସମ୍ପର୍କ ରଖୁଥିଲା ବେଳେ କେବଳ ତାଙ୍କର ସ୍ୱାର୍ଥକୁ ହିଁ ଦେଖୁଥିବେ। ଏଠି ଏମିତି ବି ଭାବିବେ ନାହିଁ ଯିଏ ସବୁବେଳେ ମୋ ସହିତ ଭଲରେ କଥା ହଉଛି ବା ଫୋନରେ କଥା ହଉଛି ବା ମୋ ସହିତ ସମ୍ପର୍କ ରଖିଛି, ସିଏ ଯେ ସ୍ୱାର୍ଥପର ନୁହେଁ, ସେମିତି ଭାଇସ୍ ବର୍ସା ଇଜ୍ ନଟ୍ ଟ୍ରୁ। ଦିନେ ଅଧେ ଆପଣ ତାର ଆବଶ୍ୟକ ପଡ଼ିଲେ ଫୋନ କରୁଛି, ତାକୁ ଆମେ ସ୍ୱାର୍ଥପର କହିପାରିବା? ଏଠି ସେଇ ଅର୍ଥରେ କହୁନି, ଏଠି ହଉଛି କେବଳ ନିଜକୁ ସାବ୍ୟସ୍ତ କରିବା, ନିଜକୁ ଅନ୍ୟ ଉପରେ ଲଦି ଦେବା, ନିଜର ଗୁଣାବଳୀକୁ ହିଁ କେବଳ ଭଲ ପାଇବା। ଇଏ ହଉଛି କଣ ନା ସ୍ୱାର୍ଥପର ଭାବେ ଆମେ କେବଳ ନିଜକୁ ଭଲ ପାଉଛେ। ଏଇଠି ସେଇଥିପାଇଁ କୁହାହଉଛି ତୁମେ ତୁମ ପ୍ରେମାସ୍ପଦଙ୍କ ପାଖେ ନିଜକୁ ଦେଇଦେବା ଉଚିତ। ଏଇଠି ଯେତେବେଳେ ଆମେ ଦେଇ ଦଉଛୁ ନିଜକୁ କାହା ପାଖରେ, ସେଠି ଆମର କଣ ହଉଛି ନା ଅହଂ ଉପରେ ଗୋଟେ ପ୍ରହାର ପଡେ। ଅହଂ ନିଜକୁ ସାବ୍ୟସ୍ତ କରିବାକୁ ଚାହେଁ, କିନ୍ତୁ ଜଣେ ଯଦି ପ୍ରେମାସ୍ପଦ ପାଖରେ ନିଜକୁ ଦେଇଦିଏ, ସେତେବେଳେ ଅହଂ ବାଧାପ୍ରାପ୍ତ ହୁଏ। ତେଣୁ ତାର ଗୋଟିଏ ଷ୍ଟେପ ବା କିଛି କାଂଶରେ ତାର ଅଗ୍ରଗତି ଆରମ୍ଭ ହେଇଯାଏ। ତାହେଲେ ଅହଂ ଉପରେ ମାଡ଼ ପଡିଲା ନା, ଆଉ ସେଠି ନିଜକୁ ଅତିକ୍ରମ କରିବା ପାଇଁ ଏ ହେଲା ଗୋଟେ ପ୍ରାଥମିକ ସର୍ତ୍ତ। ଏବଂ ଦେଖିବେ ଯେତେବେଳେ ମଣିଷ ସ୍ୱାର୍ଥପର ହେଇଥିଲା, ଏ ସଂସାରର ଏ ଯୋଉ ସମାଜର ଯୋଉ ଏକ ଚଳଣି ଆରମ୍ଭ ହେଲା, ତାହା ଏଇ ଅହଙ୍କାରକୁ ଭାଙ୍ଗିବା ପାଇଁ ହିଁ ଆରମ୍ଭ ହେଇଥିଲା। କାହିଁକି ନା ଯେତେବେଳେ ମୁଁ ନିଜକୁ ହିଁ କେବଳ ଦେଖିକି ରହୁଥିଲି, ସେତେବେଳେ ମତେ ହିଁ କେବଳ ମୁଁ ଦେଖାଯାଉଥିଲା, ଆଉ କିଛି ଦେଖାଯାଉନଥିଲା। ଯେତେବେଳେ ଜଣେ ବିବାହ କରେ ତେଣୁ ସେଠି ସେ କଣ ହୁଏ, କିଛି କାଂଶ ଜାଗାରେ ସେ ନିଜକୁ ଯାହା ସହିତ ତାର ସମ୍ପର୍କ ହୁଏ, ତା ପାଖରେ ସେ କିଛିଟା ଅଂଶରେ କଣ ହୁଏ, ତା ମୁଣ୍ଡ ନୁଆଏ। ତେଣୁ ସେଠି ଅହଂ ଟିକେ ବାଧାପ୍ରାପ୍ତ ହୁଏ। ତାପରେ କଣ ହବ, ଯେତେବେଳେ ପରିବାର ହବ, ସେତେବେଳେ ସେମାନଙ୍କ ପାଖରେ ସେ କଣ ହୁଏ, ତାର ଅନେକାଂଶରେ ସେ ମୁଣ୍ଡ ନୁଆଏ। ସେଠି ଅହଙ୍କାର ଆଉ ଟିକେ ବାଧାପ୍ରାପ୍ତ ହବ। ହଁ, ଏଠି ଆପଣ କେବେ ବି ଏକଥା ଭାବିବେ ନାହିଁ ମୁଣ୍ଡ ନୁଆଇବା ଅର୍ଥ କୁହାଯାଉଛି, ଅହଙ୍କାର ଯୋଉ ମୁଣ୍ଡ ନୁଆଇବା କଥା କୁହାଯାଉଛି, ତା ଅର୍ଥ ନୁହଁ ଯେ ଆପଣ ଯୋଉଟା ଉଚିତ ମନେ କରୁଛନ୍ତି ତା ସପକ୍ଷରେ ନିଜେ ସ୍ଥିର ରହିବେ ନାହିଁ ବା ଦୃଢ ସଂକଳ୍ପ ହିଁ ରହିବେ ନାହିଁ। ଯାହା ସତ୍ୟ, ଦୃଢ ସଂକଳ୍ପ ସେଥିରେ ରହିବେ। କିନ୍ତୁ ଏଠି ଯୋଉ କଥା କୁହାଯାଉଛି କଣ ହୁଏ ନା, ମୋର ରୁଚି ଥାଏ, ମୋର ପସନ୍ଦ ଥାଏ, ମୋର ଧାରଣା ଥାଏ, ମୋର ଗୋଟେ ବିଚାର କରିବାର ଶୈଳୀ ଥାଏ। ଯେତେବେଳେ ଆମେ ପରିବାର କରୁ, ସେତେବେଳେ ତା ଉପରେ କିଛିଟା ଅଂଶରେ ଅଙ୍କୁଶ ପଡେ। ତାପରେ କଣ ହୁଏ, ଆମେ ତ ସମାଜରେ ବସବାସ କରନ୍ତି, ତେଣୁ ଆମେ ସମାଜ କଥା ଚିନ୍ତା କରୁ। ତେଣୁ ଆଉ ଟିକେ କଣ ହୁଏ, ଅହଂ ଉପରେ ଆଉ ଟିକେ ଅଙ୍କୁଶ ପଡେ। ମାନେ ଟିକେ ବିଶାଳ ଦେଖିବ। କିନ୍ତୁ ଯୋଉମାନେ ଅହଂଗ୍ରସ୍ତ, ସେମାନେ ସମାଜରେ ଥିଲେ ମଧ୍ୟ, ସେମାନେ ଦେଶରେ ଥିଲେ ମଧ୍ୟ, ସେମାନେ ଦେଶକୁ ଭଲ ପାଆନ୍ତି ନାହିଁ। କେବଳ ଦେଶର ସେଇଥିରେ ଯୋଉଥିରେ ମୋର ସ୍ୱାର୍ଥ ଅଛି, ସେଇଗୁଡାକ ହିଁ ମୋ ପାଇଁ ଦରକାର। ଦେଶ ପଛେ ଯାଉଚୁଲି, ସେମାନେ ସେଟାକୁ ଦେଖନ୍ତି ନାହିଁ। ବେଳେ ବେଳେ ସେମାନେ ନିଜର ଅହଂକୁ ସାବ୍ୟସ୍ତ କରିବା ପାଇଁ ନିଜର ଅତି ପ୍ରିୟ ବସ୍ତୁକୁ ମଧ୍ୟ ସେମାନେ କଣ କରନ୍ତି, ଜଳାଞ୍ଜଳି ଦେଇ ଦିଅନ୍ତି। ନିଜ ପରିବାର ସେତେବେଳେ ଜଳାଞ୍ଜଳି ଦେଇ ଦିଅନ୍ତି,
ନିଜକୁ କେବଳ ସାବ୍ୟସ୍ତ କରିବା ପାଇଁ, ନିଜ ଅହଂକୁ ଚରିତାର୍ଥ କରିବା ପାଇଁ ସେତେବେଳେ ସେ ସମସ୍ତଙ୍କୁ ବ୍ୟବହାର କରନ୍ତି। ଏଇଟା ଅହଂର ପରିପ୍ରକାଶ ହୁଏ। ଏଇଟା ଅହଂ ମୁଣ୍ଡ ନୁଆଇବା ହୁଏ ନାହିଁ। ତେଣୁ ଏ ସବୁ ଜିନିଷ ପରସ୍ପର ଭିତରେ ଏମିତି ରହିଛି, ତାକୁ ଆମେ ମାଙ୍କୁ ଅଫର କରି ସବୁବେଳେ ଚେଷ୍ଟା କରିବା ପାଇଁ। ନହେଲେ ଭ୍ରମବଶତଃ ଆମେ ଭୁଲ କାମ ଭିତରେ ମଧ୍ୟ ପଶିଯିବା। ଯେ ମୁଣ୍ଡ ନୁଆଁ କଥା କୁହାହେଇଛି, ଅହଂ ଭାଙ୍ଗିଯିବା କଥା କୁହାହେଇଛି, ତେଣୁ ହଁ ଯାହା କହୁଛି ଶୁଣିଦବା ଆଉ ନାହିଁ। ଯାହା ସତ୍ୟ, ଯାହା ଶାଶ୍ୱତ, ତା ସପକ୍ଷରେ ଠିଆ ହେବା ଏବଂ ତାକୁ ହିଁ ପରିପ୍ରକାଶ ହେବାକୁ ଦବା, ଇଏ ହଉଛି ଯଥାର୍ଥ। ସେଥିପାଇଁ ତୁମକୁ ଯେତେ ଯାହା ଜଳାଞ୍ଜଳି ଦବାକୁ ପଡିଲେ ମଧ୍ୟ ତମେ ଜଳାଞ୍ଜଳି ଦବ। କିନ୍ତୁ ସେଥିପାଇଁ ଏଠି କହୁଛନ୍ତି ଯେ ଏଇ ଯୋଉ ସୀମିତ ମାନବୀୟ ପ୍ରେମ ସମ୍ପର୍କର ଯୋଉ ବାହ୍ୟ ଆବରଣ ରହିଛି ତାକୁ ଭେଦ କରିବା ପାଇଁ ସଂକଳ୍ପ କରିବ। ତମେ ଭଲ ପାଅ, ତମେ ଯୋଉ ସୀମିତ ଯୋଉ ମାନବୀୟ ପ୍ରେମ ଭିତରେ ପଶିଛ, ଠିକ ଅଛି, କିନ୍ତୁ ସେତିକିରେ ସୀମିତ ରୁହ ନାହିଁ। ତା ଭିତରେ ଥିବା ବାହ୍ୟ ଆବରଣକୁ ଭେଦ କର। ଆମେ ଗତ କ୍ଲାସରେ କଥା ହଉଥିଲେ ବାହ୍ୟ ଆବରଣ କହିଲେ କଣ ହୁଏ ନା କେବଳ ଯେମିତି ଆପଣ ଦେଖୁଥିବେ ଯେ ମୁଁ ମୋର ଏବଂ ମୋ ରକ୍ତ ସମ୍ପର୍କୀୟ ଏବଂ କୌଣସି ଏକ କାରଣ ରଖିକି ଭଲ ପାଇବା, ଇଏ ସବୁ ହଉଛି ଏକ ବାହ୍ୟ ଆବରଣ। ତାର ପଶ୍ଚାତରେ ଥିବା ଯୋଉ ଦିବ୍ୟ ଉପସ୍ଥିତି ରହିଛି, ଯେ ସମସ୍ତଙ୍କ ଭିତରେ ଭଗବାନଙ୍କର ମାଙ୍କର ଯୋଉ ଉପସ୍ଥିତି ରହିଛି, ତେଣୁ ତାର ଯୋଉଟା ସର୍ବୋତ୍ତମ ମଙ୍ଗଳ ହବ ସେ ବିଷୟକୁ ଆପଣ ଚିନ୍ତା କରିବେ। ଏବଂ ତାକୁ ମୁଁ ଏଇଥିପାଇଁ ଭଲ ପାଉଛି ଯେ ଏଇଥିପାଇଁ ଯେ ତା ଭିତରେ ମା ଅଛନ୍ତି। ତେଣୁ ତାର କୌଣସି କାର୍ଯ୍ୟକଳାପ ଯେତେବେଳେ ମତେ ଆଘାତ ଦବ, ତା ପ୍ରତି ମୋର ଘୃଣା ଭାବ ରହିବ ନାହିଁ। ମତେ ଆଘାତ ଦଉଛି, ମତେ କଷ୍ଟ ଦଉଛି, କିନ୍ତୁ ମୁଁ ତା ପ୍ରତି ଘୃଣା ଭାବ ରଖିବ ନାହିଁ। ଇଏ ହଉଛି କଣ ଯୋଉ ଆମର ସମ୍ପର୍କ, ଯୋଉ ମାନବୀୟ ପ୍ରେମର ଇଏ ଆଉ ଗୋଟିଏ ପାବଛ ଆପଣ ଉପରକୁ ଉଠିଗଲେ। ତେଣୁ ତା ପଛରେ ଥିବା ଦିବ୍ୟ ପ୍ରେମର ସତ୍ୟକୁ ଆବିଷ୍କାର କରିବା କଥା କୁହ। ସବୁ ଜାଗାରେ ଆପଣ ଯଦି ମାଙ୍କୁ ବାରମ୍ବାର ଅଫର କରିବେ ସବୁ ଜିନିଷ, ତାହେଲେ ଆପଣଙ୍କୁ ସ୍ପଷ୍ଟ ଭାବେ ଦେଖାଯିବ ତା ପଶ୍ଚାତରେ ଥିବା ଦିବ୍ୟ ପ୍ରେମର ସତ୍ୟତା। ଏବଂ ତାହେଲେ କଣ ହବ ନା ଆମର ଯୋଉ ମାନବୀୟ ପ୍ରେମ ସମ୍ପର୍କ ରହିଛି ତାହା କଳୁଷିତ ହବ ନାହିଁ, ତାହା ଅହଙ୍କାରଗ୍ରସ୍ତ ହବ ନାହିଁ, ତାହା ସୀମିତ ହେଇଯିବ ନାହିଁ। ଇଏ ଆମେ ମୋର ମୋ ବାପା ମୋ ମା, ଏଇ ବାପା ମାଙ୍କୁ ଭଲ ପାଅ, ମୋ ବାପା ମୋ ମା, ଏଇ ଯୋଉ ମୋ ବାପା ମୋ ମା, ତାହେଲେ ଅନ୍ୟ ବାପା ମାଙ୍କୁ ଆପଣଙ୍କର କିଛି ଭଲ ପାଇବା ନାହିଁ, ଇଏ ଜିନିଷ ହବ ନାହିଁ। ବାହ୍ୟ ଆବରଣକୁ ଭେଦ କଲେ କଣ ହବ ଦେଖନ୍ତୁ, ବାପା ମା ସଂସାରକୁ ମତେ ଆଣିଛନ୍ତି, ତେଣୁ ମୁଁ ତାଙ୍କ ପାଖରେ କୃତଜ୍ଞ। ସେଥିପାଇଁ ତାଙ୍କର ଯୋଉଥିରେ ସର୍ବୋତ୍ତମ ମଙ୍ଗଳ ମୁଁ ତାହା କରିବି। ଦରକାର ପଡିଲେ ମତେ ସେମାନେ ଭୁଲ ବୁଝି ପାରନ୍ତି, କିନ୍ତୁ ଦୃଢତାର ସହିତ ତାହା କରିବି। ସେଥିପାଇଁ କହିଲେ ନିଜକୁ ଭଲ ପାଉନି। ଆମେ ବେଳେ ବେଳେ କଣ କରୁ, ହଁ ମତେ କଣ ହବ କଣ ନାହିଁ ଥାଉ, ଆମେ ଟିକେ ତାଙ୍କର ଯୋଉ ଭୁଲ ଭଟକାକୁ ବା ଯୋଉ ଗୁଡିକ ବିରୋଧୀ ଶକ୍ତିର କ୍ରିୟା ବି ବେଳେ ବେଳକୁ ଆମେ ବେଳେ ବେଳେ ସ୍ୱାଗତ କରୁ। ସେଇ ପ୍ରକାରର ଆମକୁ ବଞ୍ଚିବାକୁ ହେଲେ ଆମେ ଯେହେତୁ ଚିହ୍ନିବା କଷ୍ଟ ହବ, ତେଣୁ ମାଙ୍କୁ କହିବା ସେଟା ହଉଛି ସହଜ। ବାରମ୍ବାର ମାଙ୍କୁ କହିବେ। ସେଥିପାଇଁ ଆକ୍ଚୁଆଲି ଯଦି ଆପଣ ପୁରା ଟୋଟାଲି ପ୍ରେମକୁ କାଟିଦେବେ ବା ଭଲ ପାଇବା କାଟିଦେବେ, ତାହେଲେ ଏ ସବୁଥିରୁ ମୁକ୍ତ ପାଇବେ, କିନ୍ତୁ ହୃଦୟଟି ଶୁଷ୍କ ହେଇଯିବ। ହୃଦୟଟି ଯେତେ ଶୁଷ୍କ ହେଇଯିବ ସେଟା ଭାରି କଷ୍ଟକାରୀ ବ୍ୟାପାର। ସେଥିପାଇଁ ମା ତାପରେ କହିଲେ ଯେ ଅହଙ୍କାରଗ୍ରସ୍ତ ହୋଇ ଅନ୍ୟମାନଙ୍କୁ କଷ୍ଟ ଦିଅ ନାହିଁ, ସେମାନଙ୍କ ଉପରେ ତୁମର ନିଜକୁ ଲଦି ଦିଅ ନାହିଁ। ସେ ତୁମର ସଂକଳ୍ପକୁ ଲଦି ଦେବ ନାହିଁ, ଅନ୍ୟ ଉପରେ ସଂକଳ୍ପକୁ ଲଦି ଦେବ ନାହିଁ। ତୁମେ ଚେଷ୍ଟା କରିବ କଣ, ଯେପରି ନିଜକୁ ରୂପାନ୍ତରିତ କରିବା ପାଇଁ।
ମୋ ଭିତରେ ଯୋଉ ସାମର୍ଥ୍ୟ ରହିଛି ତାହା କିପରି ରୂପାନ୍ତରିତ ହେବ ସେଥିପାଇଁ ଚେଷ୍ଟା ରଖିବା। ଏଇଟା କେବଳ ସାଧକ ମାନଙ୍କ ପାଇଁ ନୁହଁ, ଏଇଟା ସମସ୍ତ ବ୍ୟକ୍ତିଙ୍କ ପାଇଁ ଏ ନିୟମଟା। ଏବଂ ଯଦି ସାଧାରଣ ଜୀବନରେ ବି ଜଣେ ଏହି ସଂକଳ୍ପକୁ ଦୋହରାଏ ଏବଂ ସଂକଳ୍ପଟାକୁ ରଖେ, ଦୃଢ ସଂକଳ୍ପବଦ୍ଧ ହୁଏ, ତେବେ ସିଏ ମଧ୍ୟ ଗୋଟିଏ ସୋପାନ ଉର୍ଦ୍ଧ୍ୱକୁ ଉଠିଯିବ ଏବଂ ଆମ ଜୀବନଟା ଅଧିକ ସୁସଙ୍ଗତ। ଏଇଟା ଆକ୍ଚୁଆଲି ବେଶୀ ବୁଝେଇବା ସହଜ ହଉନାହିଁ, ସେତିକି ବେଳେ ସହଜ ହବ ଜଣେ ଯେତେବେଳେ ବଞ୍ଚିବାକୁ ଚେଷ୍ଟା କରିବ ମାଙ୍କୁ ନେଇକିରି, ସେତେବେଳେ ଏଇ ଯୋଉ ତଥ୍ୟ ଗୁଡିକ ନିଜ ପାଖରେ ରିଭିଲ ହବ, ପ୍ରକାଶିତ ହବ। ତାପରଟା ଯୋଉ ଆଲୋଚନା ରହିଛି, ଭଲ ପାଇବା କଣ, ପ୍ରକୃତ ଭଲ ପାଇବାର ସଂଜ୍ଞାଟି ଆସିବା ପରେ ଭଲ ପାଇବା କଣରେ ଏ ପର୍ଯ୍ୟନ୍ତ କହୁଛନ୍ତି ଅହଙ୍କାର ଗ୍ରସ୍ତରୁ ମୁକ୍ତ ପାଇବା ପାଇଁ ତୁମେ ମାନବୀୟ ପ୍ରେମକୁ ସ୍ୱୀକାର କର, କିନ୍ତୁ ତାର ବାହ୍ୟ ଆବରଣକୁ ଭେଦ କରିବ ଏବଂ ନିଜର ସଂକଳ୍ପକୁ ଅନ୍ୟ କାହା ଉପରେ ଲଦି ଦେବ ନାହିଁ। ସେଟା ଆକ୍ଚୁଆଲି ଭଲ ପାଇବା ନୁହଁ। ସେ ଜିନିଷଟା ଆମେ ଆସନ୍ତାକାଲି ଆଲୋଚନା କରିବା। ଏଠି ଆମେ ଏଇ ଯୋଉ ଦିଟାରେ ଯାହା ଆଲୋଚନା କଲେ ଯେ ପୁରା ପଥର ହବା ଅପେକ୍ଷା, ନିଜ ହୃଦୟକୁ ଶୁଷ୍କ କରିବା ଅପେକ୍ଷା ମାନବୀୟ ପ୍ରେମକୁ ସ୍ୱୀକାର କର, କିନ୍ତୁ ତାପରେ ତା ଭିତରେ ଥିବା ବାହ୍ୟ ଆବରଣକୁ ଆମେ ଭେଦ କରିବାକୁ ଚେଷ୍ଟା କରିବା ଏବଂ ତା ପଶ୍ଚାତରେ ଥିବା ଦିବ୍ୟ ପ୍ରେମର ସତ୍ୟକୁ ଆବିଷ୍କାର କରିବା ପାଇଁ ସଂକଳ୍ପ କରିବା। ମା, ଥ୍ୟାଙ୍କ ୟୁ ଅଲ୍।